ଶ୍ରୀମଦ୍ ଭାଗବତର ଲେଖକ କିଏ? ଉତ୍ତର ହେଲା ଅତିବଡ଼ି ଜଗନ୍ନାଥ ଦାସ। କିଏ ଓଡ଼ିଆରେ ମହାଭାରତ ଲେଖିଛନ୍ତି? ଉତ୍ତର ହେଲା ଆଦିକବି ସାରଳା ଦାସ। ପ୍ରସିଦ୍ଧ ଓଡ଼ିଆ ପୁସ୍ତକର ଲକ୍ଷ୍ମୀ ପୁରାଣର ଲେଖକ କିଏ? ଉତ୍ତର ହେଲା ବଳରାମ ଦାସ। ଗୀତ ଗୋବିନ୍ଦର ରଚୟିତା କିଏ? ଉତ୍ତର ହେଲା ଜୟଦେବ। ମାଳିକାର ଲେଖକ କିଏ? ଉତ୍ତର ହେଲା ଅଚ୍ୟୁତାନନ୍ଦ ଦାସ। ବିଚିତ୍ର ରାମାୟଣର ଲେଖକ କିଏ? ଉତ୍ତର ହେଲା ବିଶ୍ୱନାଥ ଖୁଣ୍ଟିଆ। ଦାଣ୍ଡି ରାମାୟଣର ରଚୟିତା କିଏ? ଉତ୍ତର ହେଲା ବଳରାମ ଦାସ। ବନ୍ଦେ ଉତ୍କଳ ଜନନୀର ଲେଖକ କିଏ? ଉତ୍ତର ହେଲା ଲକ୍ଷ୍ମୀକାନ୍ତ ମହାପାତ୍ର। ବନ୍ଦୀର ଆତ୍ମକଥାର ଲେଖକ କିଏ? ଉତ୍ତର ହେଲା ଗୋପବନ୍ଧୁ ଦାସ। ପ୍ରସିଦ୍ଧ ଓଡ଼ିଆ ପୁସ୍ତକ ଲାବଣ୍ୟବତୀର ଲେଖକ କିଏ? ଉତ୍ତର ହେଲା ଉପେନ୍ଦ୍ର ଭଞ୍ଜ। ଏନ୍ତା ଜିକେ କ୍ୱେଶ୍ଚନ୍ ଆନ୍ସର୍ ଭିଡ଼ିଓ ଦେଖବାର୍କେ ଚାହୁଁଛ ବୋଲେ ମୋର୍ ଇ ଚ୍ୟାନେଲ୍କେ ଲାଇକ୍ ସେୟାର ସବସ୍କ୍ରାଇବ୍ଟେ କରିଦେଇଥିବେ।